এটা দেখ এটা ওতে আন্ডামান নিকোবরটা ମୁଁ ବୋଉ ମୁଁ କଣ କରିବି ବୋଉ ଆଣ୍ଡାମାନ ନିକୋବର ଜଳ ଭିତରେ ହଁ ଏରି ଗଲେ ସେ କଟକ ମହାନଦୀ ଦେଖି ସାରିଲା ପରେ ମାନେ ମାହିଁଙ୍କ ହିସାବରେ ଆଣ୍ଡାମାନ ନିକୋବର ଦେଖି ସାରିଲା ପରେ ଏବେ ଆମେ ଆମ ଜାଗାରେ ପହଞ୍ଚି ଯାଇଥିଲୁ ଆମ ସ୍ଥାନରେ। ଆପଣ ଦେଖିକି ଜାଣିପାରୁଥିବେ ଏଇଟା ମିନି କେଦାରନାଥ ନାମରେ ପରିଚିତ। ଯେହେତୁ 2ଟା ବାଜି ଯାଇଥିଲା ଆଉ ସମସ୍ତଙ୍କୁ ବହୁତ ଜୋରରେ ଭୋକ ଥିଲା ତ ସେଥିପାଇଁ ଡିସାଇଡ଼୍ କରାଗଲା ଆଗ ପ୍ରସାଦ ସେବନ କରିବା ତାପରେ ଯାଇକି ମନ୍ଦିର ଦର୍ଶନ କରିବା। ତ ପ୍ରସାଦ ସେବନ ପରେ ମୁଁ ଉପରକୁ ଆସିଯାଇଥିଲି କିଛିଟା ଅଧିକା ଭ୍ୟୁ ଭଲରେ ଦେଖାଯିବା ପାଇଁ। ତ ସେଥିପାଇଁ ମୁଁ ଭ୍ୟୁ ନେଉଥିଲି। ତାପରେ ଏଇଠି ମନ୍ଦିର ପଛପଟେ ଗୋଟେ ପୋଖରୀ ଥିଲା ସେ ବି ବହୁତ ସୁନ୍ଦର ଥିଲା। ତାପରେ ଆସିଗଲୁ ମନ୍ଦିର ଦର୍ଶନ କରିବା ପାଇଁ। ତ ଯେହେତୁ ଏଇଟା ମିନି କେଦାରନାଥ ନାମରେ ପରିଚିତ କିନ୍ତୁ ଗାଁ ହିସାବରେ ଏଇଟା ଜଗତେଶ୍ୱର ଟେମ୍ପୁଲ ଯେଉଁଟାକି ଜଗତେଶ୍ୱର ଧାମ ବୋଲି କୁହାଯାଉଛି। ଆଉ ବହୁତ ହି ସୁନ୍ଦର ଲାଗିଲା। ଏଇଟା ହେଉଛି ଆଗପଟ ଭ୍ୟୁ।